ଆଗରୁ ଆମେ ବୌଦ୍ଧ ଧର୍ମ MCQ ପ୍ରଥମ ଭାଗରେ 30ଟି ବୌଦ୍ଧ ଧର୍ମ ସମ୍ବନ୍ଧୀୟ MCQକୁ ଆଲୋଚନା କରିଥିଲେ। ଆଜି ଆମେ ବୌଦ୍ଧ ଧର୍ମର MCQ ଦ୍ୱିତୀୟ ଭାଗରେ ଆହୁରି 40ଟି MCQ ବିଷୟରେ ଆଲୋଚନା କରିବା। ପିଲାମାନେ ଏ ବୌଦ୍ଧ ଧର୍ମରେ ଟୋଟାଲ 70ଟି MCQ ହେଇଯିବ। ତ ଏହି 70ଟି MCQ ଯିଏ ପଢ଼ିଦେଲା ପିଲାମାନେ ଆଉ ମନେ ରଖିଦେଲା, ବୌଦ୍ଧ ଧର୍ମରୁ ଯାହା ବି ପ୍ରଶ୍ନ ଆସିବ ପିଲାମାନେ ସେ ଆଉ କେବେ ବି ଭୁଲ କରିବ ନାହିଁ। ଆଉ ମୁଁ ବି ତୁମମାନଙ୍କୁ କହିବି ପିଲାମାନେ, ଏଇ ବୌଦ୍ଧ ଧର୍ମ MCQର ଯେଉଁ ପ୍ରଥମ ଭାଗ ଏବଂ ଦ୍ୱିତୀୟ ଭାଗ ଅଛି, ତୁମେମାନେ ତାକୁ 2ରୁ 3 ଥର ଦେଖିଦିଅ ସେ ଭିଡ଼ିଓକୁ। ପିଲାମାନେ ଆରମ୍ଭ କରିବା ଆଜିର ପ୍ରଶ୍ନ ଗୁଡ଼ିକ। ପ୍ରଥମ ପ୍ରଶ୍ନ ହେଉଛି, ଗୌତମ ବୁଦ୍ଧ କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ? ଗୌତମ ବୁଦ୍ଧ ନେପାଳ ଦେଶରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ କେଉଁ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ? ଗୌତମ ବୁଦ୍ଧ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ କେଉଁ ସ୍ଥାନରେ ମୃତ୍ୟୁବରଣ କରିଥିଲେ? ଗୌତମ ବୁଦ୍ଧ କୁସିନାରାଠାରେ ମୃତ୍ୟୁବରଣ କରିଥିଲେ। ଗୌତମ ବୁଦ୍ଧ କେବେ ମୃତ୍ୟୁବରଣ କରିଥିଲେ? ଗୌତମ ବୁଦ୍ଧ 486 ଖ୍ରୀଷ୍ଟପୂର୍ବରେ ମୃତ୍ୟୁବରଣ କରିଥିଲେ। କୁସିନାରା କେଉଁଠାରେ ଅବସ୍ଥିତ? କୁସିନାରା ଉତ୍ତରପ୍ରଦେଶଠାରେ ଅବସ୍ଥିତ। ରିଭିଜନ କରିଦେବା ପିଲାମାନେ। ଗୌତମ ବୁଦ୍ଧ କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ? ନେପାଳ ଦେଶରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ କେଉଁ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ? ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ କେଉଁ ସ୍ଥାନରେ ମୃତ୍ୟୁବରଣ କରିଥିଲେ? କୁସିନାରାଠାରେ ମୃତ୍ୟୁବରଣ କରିଥିଲେ। ଗୌତମ ବୁଦ୍ଧ କେବେ ମୃତ୍ୟୁବରଣ କରିଥିଲେ? 486 ଖ୍ରୀଷ୍ଟପୂର୍ବରେ ମୃତ୍ୟୁବରଣ କରିଥିଲେ। କୁସିନାରା କେଉଁଠାରେ ଅବସ୍ଥିତ? କୁସିନାରା ଉତ୍ତରପ୍ରଦେଶରେ ଅବସ୍ଥିତ। ଏସିଆର ଆଲୋକ କାହାକୁ କୁହାଯାଏ? ଗୌତମ ବୁଦ୍ଧକୁ କୁହାଯାଏ। ମହାପରିନିର୍ବାଣ କାହାକୁ କୁହାଯାଏ? ମହାପରିନିର୍ବାଣ ଗୌତମ ବୁଦ୍ଧଙ୍କ ଦେହତ୍ୟାଗକୁ କୁହାଯାଏ। 4 ଆର୍ଯ୍ୟ ସତ୍ୟ କେଉଁ ଧର୍ମର ନୀତିବାଣୀ ଅଟେ? 4 ଆର୍ଯ୍ୟ ସତ୍ୟ ବୌଦ୍ଧ ଧର୍ମର ନୀତିବାଣୀ ଅଟେ। ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ କେଉଁ ଧର୍ମର ନୀତିବାଣୀ ଅଟେ? ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ବୌଦ୍ଧ ଧର୍ମର ନୀତିବାଣୀ ଅଟେ। ପ୍ରଥମ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? ପ୍ରଥମ ବୌଦ୍ଧ ସମ୍ମିଳନୀ 483 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ରିଭିଜନ କରିଦେବା ପିଲାମାନେ। ଏସିଆର ଆଲୋକ କାହାକୁ କୁହାଯାଏ? ଗୌତମ ବୁଦ୍ଧକୁ କୁହାଯାଏ। ମହାପରିନିର୍ବାଣ କାହାକୁ କୁହାଯାଏ? ଗୌତମ ବୁଦ୍ଧଙ୍କ ଦେହତ୍ୟାଗକୁ ମହାପରିନିର୍ବାଣ ବୋଲି କୁହାଯାଏ। 4 ଆର୍ଯ୍ୟ ସତ୍ୟ କେଉଁ ଧର୍ମର ନୀତିବାଣୀ ଅଟେ? ବୌଦ୍ଧ ଧର୍ମର ନୀତିବାଣୀ ଅଟେ। ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ କେଉଁ ଧର୍ମର ନୀତିବାଣୀ ଅଟେ? ବୌଦ୍ଧ ଧର୍ମର ନୀତିବାଣୀ ଅଟେ। ପ୍ରଥମ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? 483 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ନେକ୍ସଟ ପ୍ରଶ୍ନ ହେଉଛି, ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ 383 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ତୃତୀୟ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? ତୃତୀୟ ବୌଦ୍ଧ ସମ୍ମିଳନୀ 250 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ଚତୁର୍ଥ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? ଚତୁର୍ଥ ବୌଦ୍ଧ ସମ୍ମିଳନୀ 72 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ସମୁଦାୟ କେତୋଟି ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଥିଲା? ସମୁଦାୟ 4ଟି ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପ୍ରଥମ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ପ୍ରଥମ ବୌଦ୍ଧ ସମ୍ମିଳନୀ ରାଜଗୃହଠାରେ ହୋଇଥିଲା। ରିଭିଜନ କରିଦେବା ପିଲାମାନେ। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? 383 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ତୃତୀୟ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? 250 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ଚତୁର୍ଥ ବୌଦ୍ଧ ସମ୍ମିଳନୀ କେବେ ହୋଇଥିଲା? 72 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ସମୁଦାୟ କେତୋଟି ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଥିଲା? 4ଟି ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପ୍ରଥମ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ପ୍ରଥମ ବୌଦ୍ଧ ସମ୍ମିଳନୀ ରାଜଗୃହଠାରେ ହୋଇଥିଲା। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ବୈଶାଲୀଠାରେ ହୋଇଥିଲା। ତୃତୀୟ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ତୃତୀୟ ବୌଦ୍ଧ ସମ୍ମିଳନୀ ପାଟଳୀପୁତ୍ରଠାରେ ହୋଇଥିଲା। ଚତୁର୍ଥ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ଚତୁର୍ଥ ବୌଦ୍ଧ ସମ୍ମିଳନୀ କାଶ୍ମୀରଠାରେ ହୋଇଥିଲା। ପ୍ରଥମ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ପ୍ରଥମ ବୌଦ୍ଧ ସମ୍ମିଳନୀର ସଭାପତି ମହାକାଶ୍ୟପ ଥିଲେ। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ଦ୍ୱିତୀୟ ବୌଦ୍ଧ ସମ୍ମିଳନୀର ସଭାପତି ଶବକାମୀ ଥିଲେ। ରିଭିଜନ କରିଦେବା ପିଲାମାନେ। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ବୈଶାଲୀଠାରେ ହୋଇଥିଲା। ତୃତୀୟ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? ପାଟଳୀପୁତ୍ରଠାରେ ହୋଇଥିଲା। ଚତୁର୍ଥ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ହୋଇଥିଲା? କାଶ୍ମୀରଠାରେ ହୋଇଥିଲା। ପ୍ରଥମ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ମହାକାଶ୍ୟପ ଥିଲେ। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ଶବକାମୀ ଥିଲେ। ନେକ୍ସଟ ପ୍ରଶ୍ନ,
ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ମୋଗଲିପୁତ୍ର ତିସା ଥିଲେ। ଚତୁର୍ଥ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ଚତୁର୍ଥ ବୌଦ୍ଧ ସମ୍ମିଳନୀର ସଭାପତି ବାସୁମିତ୍ର ଥିଲେ। ପ୍ରଥମ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? ପ୍ରଥମ ବୌଦ୍ଧ ସମ୍ମିଳନୀ ଅଜାତଶତ୍ରୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କାଲାଶୋକଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ତୃତୀୟ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? ତୃତୀୟ ବୌଦ୍ଧ ସମ୍ମିଳନୀ ଅଶୋକଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ରିଭିଜନ କରିଦେବା ପିଲାମାନେ, ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ମୋଗଲିପୁତ୍ର ତିସା ଥିଲେ। ଚତୁର୍ଥ ବୌଦ୍ଧ ସମ୍ମିଳନୀର ସଭାପତି କିଏ ଥିଲେ? ବାସୁମିତ୍ର ଥିଲେ। ପ୍ରଥମ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? ଅଜାତଶତ୍ରୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? କାଲାଶୋକଙ୍କ ଦ୍ୱାରା। ତୃତୀୟ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? ଅଶୋକଙ୍କ ଦ୍ୱାରା। ନେକ୍ସଟ ପ୍ରଶ୍ନ, ଚତୁର୍ଥ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? ଚତୁର୍ଥ ବୌଦ୍ଧ ସମ୍ମିଳନୀ କନିଷ୍କଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ତ୍ରିପିଟକ କାହାକୁ କୁହାଯାଏ? ବିନୟ ପିଟକ, ସୂତ ପିଟକ, ଅଭିଧର୍ମ ପିଟକକୁ ତ୍ରିପିଟକ ବୋଲି କୁହାଯାଏ। ସ୍ତୂପ କାହାକୁ କୁହାଯାଏ? ବୁଦ୍ଧଙ୍କର ଶେଷ ଅଂଶ ଯେଉଁ ସ୍ଥାନରେ ରଖାଯାଇଛି ତାକୁ ସ୍ତୂପ କୁହାଯାଏ। ଚୈତ୍ୟ କାହାକୁ କୁହାଯାଏ? ପ୍ରାର୍ଥନା କକ୍ଷକୁ ଚୈତ୍ୟ ବୋଲିକି କୁହାଯାଏ। ବିହାର କାହାକୁ କୁହାଯାଏ? ବିହାର ହେଉଛି ବୌଦ୍ଧ ସନ୍ନ୍ୟାସୀଙ୍କ ଗୃହ। ରିଭିଜନ କରିଦେବା ପିଲାମାନେ, ଚତୁର୍ଥ ବୌଦ୍ଧ ସମ୍ମିଳନୀ କେଉଁ ରାଜାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା? କନିଷ୍କଙ୍କ ଦ୍ୱାରା। ତ୍ରିପିଟକ କାହାକୁ କୁହାଯାଏ? ବିନୟ ପିଟକ, ସୂତ ପିଟକ, ଅଭିଧର୍ମ ପିଟକକୁ ତ୍ରିପିଟକ କୁହାଯାଏ। ସ୍ତୂପ କାହାକୁ କୁହାଯାଏ? ବୁଦ୍ଧଙ୍କ ଶେଷ ଅଂଶ ଯେଉଁ ସ୍ଥାନରେ ରଖାଯାଇଅଛି ତାକୁ ସ୍ତୂପ କୁହାଯାଏ। ଚୈତ୍ୟ କାହାକୁ କୁହାଯାଏ? ପ୍ରାର୍ଥନା କକ୍ଷକୁ ଚୈତ୍ୟ କୁହାଯାଏ। ବିହାର କାହାକୁ କୁହାଯାଏ? ବୌଦ୍ଧ ସନ୍ନ୍ୟାସୀଙ୍କ ଗୃହକୁ ବିହାର ବୋଲିକି କୁହାଯାଏ। ନେକ୍ସଟ ପ୍ରଶ୍ନ ହେଉଛି, ବୌଦ୍ଧ ଧର୍ମ କେତେ ଭାଗରେ ବିଭାଜନ ହୋଇଥିଲା? ବୌଦ୍ଧ ଧର୍ମ ଦୁଇ ଭାଗରେ ବିଭାଜନ ହୋଇଥିଲା। ହୀନଯାନ କାହାକୁ କୁହାଯାଏ? ଯେଉଁ ବୌଦ୍ଧ ଧର୍ମର ଲୋକମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା ଉପରେ ବିଶ୍ୱାସ କରୁନଥିଲେ ତାଙ୍କୁ ହୀନଯାନ ବୋଲି କୁହାଯାଏ। ମହାଯାନ କାହାକୁ କୁହାଯାଏ? ମହାଯାନମାନେ ବୁଦ୍ଧଙ୍କର ମୂର୍ତ୍ତି ପୂଜା ଉପରେ ବିଶ୍ୱାସ କରୁଥିଲେ। ଗୌତମ ବୁଦ୍ଧ କେଉଁ ଭାଷାରେ ନୀତିବାଣୀ ପ୍ରଚାର କରୁଥିଲେ? ଗୌତମ ବୁଦ୍ଧ ପାଲି ଭାଷାରେ ନୀତିବାଣୀ ପ୍ରଚାର କରୁଥିଲେ। ଉତ୍ତର ଭାରତରେ କେଉଁ ବୌଦ୍ଧ ଧର୍ମ ପ୍ରଚଳନ ଥିଲା? ଉତ୍ତର ଭାରତରେ ମହାଯାନ ଧର୍ମ ପ୍ରଚଳନ ଥିଲା। ରିଭିଜନ କରିଦେବା ପିଲାମାନେ, ବୌଦ୍ଧ ଧର୍ମ କେତେ ଭାଗରେ ବିଭାଜନ ହୋଇଥିଲା? ବୌଦ୍ଧ ଧର୍ମ ଦୁଇ ଭାଗରେ ବିଭାଜନ ହୋଇଥିଲା। ହୀନଯାନ କାହାକୁ କୁହାଯାଏ? ବୌଦ୍ଧ ଧର୍ମରେ ଯେଉଁମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା ଉପରେ ବିଶ୍ୱାସ କରୁନଥିଲେ ତାଙ୍କୁ ହୀନଯାନ କୁହାଯାଏ। ମହାଯାନ କାହାକୁ କୁହାଯାଏ? ବୌଦ୍ଧ ଧର୍ମରେ ଯେଉଁମାନେ ବୁଦ୍ଧଙ୍କର ମୂର୍ତ୍ତି ପୂଜା ଉପରେ ବିଶ୍ୱାସ କରୁଥିଲେ ସେମାନଙ୍କୁ ମହାଯାନ ବୋଲି କୁହାଯାଏ। ଗୌତମ ବୁଦ୍ଧ କେଉଁ ଭାଷାରେ ତାଙ୍କର ନୀତିବାଣୀ ପ୍ରଚାର କରୁଥିଲେ? ପାଲି ଭାଷାରେ ସେ ତାଙ୍କର ନୀତିବାଣୀ ପ୍ରଚାର କରୁଥିଲେ। ଉତ୍ତର ଭାରତରେ କେଉଁ ବୌଦ୍ଧ ଧର୍ମ ପ୍ରଚଳନ ଥିଲା? ଉତ୍ତର ଭାରତରେ ମହାଯାନ ବୌଦ୍ଧ ଧର୍ମ ପ୍ରଚଳନ ଥିଲା। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ଦକ୍ଷିଣ ଭାରତରେ କେଉଁ ବୌଦ୍ଧ ଧର୍ମ ପ୍ରଚଳନ ଥିଲା? ଦକ୍ଷିଣ ଭାରତରେ ହୀନଯାନ ବୌଦ୍ଧ ଧର୍ମ ପ୍ରଚଳନ ଥିଲା। ଅଶୋକ କେଉଁ ବୌଦ୍ଧ ସମ୍ମିଳନୀ ଆୟୋଜନ କରିଥିଲେ? ଅଶୋକ ତୃତୀୟ ବୌଦ୍ଧ ସମ୍ମିଳନୀ ଆୟୋଜନ କରିଥିଲେ। ବୌଦ୍ଧ ଧର୍ମର ପ୍ରସାର ପାଇଁ ଅଶୋକ ନିଜ ପୁଅ ଓ ଝିଅକୁ କେଉଁ ଦେଶକୁ ପଠାଇଥିଲେ? ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ନିଜ ପୁଅ ଏବଂ ଝିଅକୁ ଶ୍ରୀଲଙ୍କା ଦେଶକୁ ପଠାଇଥିଲେ। ଅଶୋକଙ୍କ ପୁଅ ଓ ଝିଅ କିଏ ଥିଲେ? ଅଶୋକଙ୍କ ପୁଅ ମହେନ୍ଦ୍ର ଥିଲେ ଏବଂ ଝିଅ ସଂଘମିତ୍ରା ଥିଲେ। କେଉଁ ମହାନ ରାଜବଂଶର ରାଜାମାନେ ଶେଷରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ? ପାଲ ବଂଶର ରାଜାମାନେ ଶେଷରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ରିଭିଜନ କରିଦେବା ପିଲାମାନେ, ଦକ୍ଷିଣ ଭାରତରେ କେଉଁ ବୌଦ୍ଧ ଧର୍ମ ପ୍ରଚଳନ ଥିଲା? ହୀନଯାନ। ଅଶୋକ କେଉଁ ବୌଦ୍ଧ ସମ୍ମିଳନୀ ଆୟୋଜନ କରିଥିଲେ? ଅଶୋକ ତୃତୀୟ ବୌଦ୍ଧ ସମ୍ମିଳନୀ ଆୟୋଜନ କରିଥିଲେ। ବୌଦ୍ଧ ଧର୍ମର ପ୍ରସାର ପାଇଁ ଅଶୋକ ନିଜ ପୁଅ ଓ ଝିଅକୁ କେଉଁ ଦେଶକୁ ପଠାଇଥିଲେ? ଶ୍ରୀଲଙ୍କା ଦେଶକୁ ପଠାଇଥିଲେ। ଅଶୋକଙ୍କ ପୁଅ ଝିଅ କିଏ ଥିଲେ? ଅଶୋକଙ୍କ ପୁଅ ମହେନ୍ଦ୍ର ଏବଂ ଝିଅ ସଂଘମିତ୍ରା ଥିଲେ। କେଉଁ ମହାନ ରାଜବଂଶର ରାଜାମାନେ ଶେଷରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ? ପାଲ ବଂଶର ରାଜାମାନେ ସବୁଠୁ ଶେଷରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ପିଲାମାନେ, ଏଠି ତୁମମାନଙ୍କ ପାଇଁ 5ଟି ପ୍ରଶ୍ନ ଅଛି। ଏହି 5ଟି ପ୍ରଶ୍ନକୁ ତୁମେ କମେଣ୍ଟ ବକ୍ସରେ କମେଣ୍ଟ କରିବ। ଏହି ଭିଡ଼ିଓକୁ ଆଟଲିଷ୍ଟ 2ରୁ 3 ଥର ଦେଖିବ ଏବଂ
କମେଣ୍ଟ ବକ୍ସରେ ବିନା ଉତ୍ତର ଦେଖିକି ହିଁ କମେଣ୍ଟ କରିବ। ମୁଁ କମେଣ୍ଟ ବକ୍ସ ପୁଣି ଚେକ୍ କରିବି ଏବଂ ତୁମମାନଙ୍କୁ ରିପ୍ଲାଏ କରିବି। ବୌଦ୍ଧ ଧର୍ମ MCQ ପାର୍ଟ 1ରେ ଆମେ ଟୋଟାଲ 30ଟି MCQ ବିଷୟରେ ଆଲୋଚନା କଲେ ଏବଂ ଆଜି ବୌଦ୍ଧ ଧର୍ମ MCQ ପାର୍ଟ 2ରେ ଆମେ ଟୋଟାଲ 40ଟି MCQ ବିଷୟରେ ଆଲୋଚନା କଲେ। ଆମେ ଟୋଟାଲ ବୌଦ୍ଧ ଧର୍ମର MCQ 70ଟି ଆଲୋଚନା କଲେ ପିଲାମାନେ। ଏହି 70ଟି MCQକୁ ବହୁତ ଭଲ ଭାବରେ ମନେ ରଖିଦେବ ପିଲାମାନେ। ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସିବ ତାହେଲେ ଏହି 70ଟି MCQ ଭିତରୁ ହିଁ ପରୀକ୍ଷାରେ ପ୍ରଶ୍ନ ଆସିବ। ଏହାକୁ ଛାଡ଼ିଦେଲେ ଆଉ ଏହି ବୌଦ୍ଧ ଧର୍ମର MCQ ହିଁ ନାହିଁ। ତ ମୁଁ କହିବି ଯେଉଁ ବୌଦ୍ଧ ଧର୍ମର ଯେଉଁ ପାର୍ଟ 1 ଏବଂ ପାର୍ଟ 2 MCQ ଅଛି ତୁମେମାନେ ଏଟଲିଷ୍ଟ ତାକୁ 2ରୁ 3 ଥର ଦେଖିଦେବ, ଯଦ୍ୱାରା ଏହି 70ଟି MCQ ତୁମର ମନେ ରହିଯିବ। ଆଜି ପାଇଁ ଏତିକି ଥାଉ ପିଲାମାନେ, ରହିଲି। ପୁଣି ଦେଖା ହେବା ଆଉ ଏକ ଅନ୍ୟ ଗୋଟିଏ ଭିଡ଼ିଓରେ। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ।